ମୁଁ ବିଶ୍ୱ ଆଦିତ୍ୟ ପାତ୍ର, ଘର ଓଟୋ ଷ୍ଟେସନ, ଦେଶତଳି ପୁରୀ ଡିଷ୍ଟ୍ରିକ୍ଟରୁ ବି ବିଲଙ୍ଗ କରୁଛି। ମୁଁ ପାଖାପାଖି 1.5 ବର୍ଷ ହେଇଯିବ ବି ଷ୍ଟ୍ରେଙ୍ଗଥ ଫିଟନେସରେ ପ୍ରାୟ ପ୍ରାକ୍ଟିସ୍ କରୁଛି। ତାପରେ ବି ଆଉ ମୋ ସହିତ ମୁଁ ସାର୍ ମାନଙ୍କ ସହିତ ପ୍ରାକ୍ଟିସ୍ କରେ। ରୁଦ୍ର ନାରାୟଣ ସାହୁ, ବିଚିତ୍ର ନାୟକ, ସୌମ୍ୟ ପଣ୍ଡା ଆଉ ଚିନ୍ମୟୀ ଦାସ ଆଉ ସମସ୍ତେ ଅଲଗା ମେମ୍ବର ଥିଲେ। ତ ମୁଁ 1.5 ବର୍ଷ ହେଲାଣି ଦିଟା ନ୍ୟାସନାଲ୍ସ ଆଉ ଦିଟା ନ୍ୟାସନାଲ୍ସ ଗୋଲ୍ଡ ଆଉ ତାପରେ ଏବେ ରିସେଣ୍ଟ ଅଗଷ୍ଟରେ ଏସିଆନ୍ ଚାମ୍ପିଅନସିପ୍ ହେଇଥିଲା କାଠମାଣ୍ଡୁ ନେପାଳରେ। ତ ସେଥିରେ ସିଲଭର ମାରିଥିଲି ଜୁନିୟର କାଟାଗୋରୀରେ 94ରେ। ଆଉ ତାପରେ ନେକ୍ସଟ 2 months ପରେ ମୁଁ ୱାର୍ଲଡ ଚାମ୍ପିଅନସିପ୍ ଯୋଉଟା କି ହେଇଥିଲା ଶ୍ରୀଲଙ୍କା କଲମ୍ବୋରେ। ତ ସେଥିରେ ଯାଇକି 94ରେ ଜୁନିୟର କ୍ଲାସରେ ସିଲଭର ମାରିଥିଲି। ଆଉ ମୁଁ ତ ପ୍ରଥମତଃ ଧନ୍ୟବାଦ ଦେବି ମୋ ଘର ଲୋକମାନଙ୍କୁ, ବାବା, ମାମା, ଦାଦା, ଖୁଡି, ଜେଜେବାପା, ଜେଜେମା। ତ ସମସ୍ତେ ହେଲ୍ପ କରିଥିବାରୁ ମତେ, ଆଉ ମତେ ପଥ ଦେଖେଇଥିବାରୁ। ତାପରେ ମୋର ନେକ୍ସଟ ତ ମୁଁ ତ ମେଡିକାଲ ପଢୁଛି ଏଠି, ହାଇଟେକରେ ମେଡିକାଲ ପଢୁଛି। ତ ମତେ ମେଡିକାଲ କ୍ଲାସ ରୁ ଟାଇମ ମିଳିଲେ ମୁଁ ଆସେ, ଜିମ୍ ଆସେ। ତ ସେଇଥିରୁ ସାର୍ ଆଉ ମ୍ୟାଡମ ମାନଙ୍କ ସହିତ ମିଶିକି ପ୍ରାକ୍ଟିସ କରିକି ତାପରେ ପାୱାର ଲିଫ୍ଟିଂ ରେ ଜଏନ୍ କରିଥିଲି। ତାପରେ ନେକ୍ସଟ ତ ମୋର ପଢା କଣ୍ଟିନ୍ୟୁ ରହିବ, ମୋର ଏଇଟା ଇଣ୍ଟର୍ନସିପ ଚାଲିଛି। ତାପରେ ବି ମୁଁ ଚେଷ୍ଟା କରିବି ଆଗକୁ ଟାଇମ ଦେବା ପାଇଁ ପାୱାର ଲିଫ୍ଟିଂ କୁ, ଆଉ ଅଲଗା ଜାଗାରେ ଯାଇକି